ଏସବୁ କଫି ଟ୍ରେଲେସ୍ କଫି ବର୍ତ୍ତମାନ ବିଶ୍ୱ ସ୍ତରରେ ଖ୍ୟାତି ଅର୍ଜନ କରିଛି। କୋରାପୁଟର ସୌନ୍ଦର୍ଯ୍ୟକୁ କୋରାପୁଟର ଗର୍ବ ଗୌରବକୁ ଶିଖରକୁ ପହଞ୍ଚେଇছে ଆମେ ସମସ୍ତେ ଅନୁଭବ କରୁଛେ। କିନ୍ତୁ ଯେଉଁ ଜାଗାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାର୍ଶ୍ୱରେ ଯେଉଁ କଫି ଟ୍ରେଲେସ୍ ରହିଛି ଏଠାରେ ଅତିଥିକୁ ନେଇ ଆସିବା ପାଇଁ ଆମକୁ କେଉଁଠି ନା କେଉଁଠି ଶଙ୍କାବୋଧ ଲାଗୁଛି। ଗୋଟେ ବାହାରୁ ଅତିଥି ଯେତେବେଳେ ଆସୁଛନ୍ତି କୋରାପୁଟରେ ମଶାକୁ ଦେଖିକି ସେମାନେ ବହୁତ ଭୟଭୀତ ହେଉଛନ୍ତି। ତେଣୁ କୋରାପୁଟ ମ୍ୟୁନିସିପାଲିଟି ଯେଉଁମାନେ ସାନିଟାଇଜେସନ୍ ପୁଣି ମଶା ଗ୍ୟାସ୍ ଯେଉଁ ଢଙ୍ଗରେ ବୁଲିବା କଥା କୋରାପୁଟ ସହରରେ ବର୍ତ୍ତମାନ କାହିଁ ମୁଁ ବର୍ଷେ ହେବ ମଶା ଗ୍ୟାସ୍ ବୁଲିବା ଦେଖିପାରୁନାହିଁ। ପୁଣି ଯେଉଁ ମଶା ଗ୍ୟାସ୍ ଯଦି ବୁଲି ନାହିଁ ତାହେଲେ ଏ ମଶା ଗ୍ୟାସ୍ ଯେଉଁ କୋରାପୁଟ ମ୍ୟୁନିସିପାଲିଟିରେ ବ୍ୟବହାର ହେବା କଥା ସେ ମଶା ଗ୍ୟାସ୍ ଗଲା କୁଆଡ଼େ, ସେ ଗାଡ଼ି ଗଲା କୁଆଡ଼େ, ତା ପାଇଁ ଯେଉଁ ଷ୍ଟାଫ୍ ରହିଛନ୍ତି ସେମାନେ ଗଲେ କୁଆଡ଼େ, କେଉଁଠି ନା କେଉଁଠି ଏଇଠି ଆସିଲେ ଲୋକ କଫିର ମଜା ତ ନେଉଛନ୍ତି କିନ୍ତୁ ମ୍ୟାଲେରିଆର ସଜା ମଧ୍ୟ ନେଉଛନ୍ତି। ତେଣୁ କଫି ଟ୍ରେଲର୍ସରେ ଏଭଳିଆ ଏକ ଖୋଲା ଜାଗାଟାରେ ଯେଉଁଥିରେ କଫି ରହିଛି ପେପର ବ୍ଲକ୍ ହେଇଛି ଗୁଡ଼ାଏ 30ରୁ 40 ଲକ୍ଷ ଟଙ୍କା ଖର୍ଚ୍ଚ କରିକି ତା'ର ଉନ୍ନତିମାନ କାର୍ଯ୍ୟକ୍ରମ କରାଯାଇଛି ଯେଉଁଟା ସୌନ୍ଦର୍ଯ୍ୟକରଣ କରାଯାଇଛି। ଏତେ ଟଙ୍କା ଖର୍ଚ୍ଚ ହେଲା ପରେ ଯଦି ତାକୁ ମେଣ୍ଟେନାନ୍ସ କରିବା ନାହିଁ ତା'ର ଯତ୍ନ ତତ୍ନ ଆମେ ନେବା ନାହିଁ କେଉଁଠି ନା କେଉଁଠି ମଶା ହାବୁଡ଼ରେ ଛାଡ଼ିଦେବା ତ ଅତିଥି ଯେଉଁମାନେ ପର୍ଯ୍ୟଟନ ପାଇଁ ଆସୁଛନ୍ତି ଯେହେତୁ ଯେଉଁ ITA ପାଖରେ ଯେଉଁ କଫି ହବ୍ ରହିଛି କୋରାପୁଟ କଫି ରହିଛି ସେଇଟା ବହୁତ ଛୋଟ ଜାଗା ସେଥିପାଇଁ ଗୁଡ଼ାଏ ଲୋକ ଏ ଜାଗାକୁ ଆସୁଛନ୍ତି ସନ୍ଧ୍ୟାକାଳୀନ ପରିଭ୍ରମଣ ମଧ୍ୟ କରୁଛନ୍ତି। ଯଦି ଆମେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଯେଉଁ କୋରାପୁଟରେ ଯେଉଁମାନେ ହଜାର ହଜାର ଛାତ୍ରଛାତ୍ରୀମାନେ ଆସୁଛନ୍ତି ବିଭିନ୍ନ ଜାଗାରୁ ଆସୁଛନ୍ତି ଯେଉଁମାନେ ସାର୍ଭେରେ ଆସୁଛନ୍ତି ସେମାନଙ୍କୁ ନେଇକରି ଯେଉଁ ଭଳିଆ ହେଉଛି ଏଇଟା ନ ହେବାଟା ନିହାତି ପକ୍ଷରେ ସମସ୍ତଙ୍କ ପାଇଁ ଗୋଟେ ଦୁଃଖର କାରଣ। ଆଉ ଯଦି ଏହା ନ କରନ୍ତି ନିଶ୍ଚିତ ଭାବରେ ଆ ପାଇଁ ଆଗାମୀ ଦିନରେ ଆସିଥିଲେ ସେମାନେ ନିରାଶ ହେଇକି ଫେରିଯିବେ।